ସମସ୍ତଙ୍କୁ ନମସ୍କାର। ଏବେ ଏବେ ପଚାରୁଥିଲା ଡୋଲି ପଚାରୁଥିଲା ଯେ ଆମେ ମରୁ କାହିଁକି, ଆମର ମୃତ୍ୟୁ ଆସେ କାହିଁକି? ଭଗବାନ ତ ଜନ୍ମ ଦେଇଛି, ଭଗବାନ ତ ଜନ୍ମ ଦଉଛି, ମରୁଛୁ କାହିଁକି? ତାପରେ ଭାଇ କହୁଥିଲେ ଏତେବେଳେ ଯେ ଭାଗବତରେ ତ ଲେଖା ହେଇଛି ଯେ ମର୍ତ୍ତ୍ୟମଣ୍ଡଳରେ ଦେହ ବହି ଦେବତା ହେଲେ ମଧ୍ୟ ମରଇ, ଦେବତା ହେଲେ ମଧ୍ୟ ମରିଛନ୍ତି ବି। ଯେତେ ଲୋକ ଆଜି ପର୍ଯ୍ୟନ୍ତ ହେଇଛନ୍ତି ସମସ୍ତେ ମରିଛନ୍ତି, କିଏ ବଞ୍ଚିଛି କି? କିନ୍ତୁ ସେଇ ଭାଗବତ ତା ପରବର୍ତ୍ତୀ ଗୋଟେ ପଦ ଲେଖା ହେଇଛି। କଣ ଲେଖା ହେଇଛି ସେଟା? ବୁଦ୍ଧି ବିବେକ ଜ୍ଞାନ ବଳେ ମୃତ୍ୟୁକୁ, ମୃତ୍ୟୁକୁ ଜିଣି ପାରେ ହେଲେ। ବୁଦ୍ଧି ବିବେକ ଜ୍ଞାନ, ବୁଦ୍ଧି ବିବେକ ଜ୍ଞାନ ବଳେ ମଣିଷ ମୃତ୍ୟୁକୁ ମଧ୍ୟ ଜିଣି ପାରିବ, ସେହି ଭାଗବତରେ ଲେଖା ହେଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ମୃତ୍ୟୁକୁ ଜିଣି ପାରି ନାହିଁ। କାରଣ କଣ? କାହିଁକି ମଣିଷ ମରିଛି? ଆମେ ତ ଜଷ୍ଟ ଏବେ ଗୋଟେ ମାନେ ଶାସ୍ତ୍ର ପଢୁଥିଲୁ। ଶାସ୍ତ୍ର ମାନେ କଣ? ଆମର ବେଦ ଉପନିଷଦ ଗୀତା ଭାଗବତ ଠାରୁ ହିଁ ଶାସ୍ତ୍ର କୁହାଯାଏ। ଅନ୍ୟ ଶାସ୍ତ୍ର ଆମେ ଜାଣିନୁ। କିଛି ପୁରାଣରୁ ବି ନିଆଯାଇପାରେ, ଅଷ୍ଟାଦଶ ପୁରାଣ କେତେ ତତ୍ତ୍ୱ। ତ ସେଠି ଲେଖା ହେଇଛି ମଣିଷ ଯଦି ମରିବାକୁ ଚାହୁଁ ନଥାନ୍ତା ମୃତ୍ୟୁ ଆସନ୍ତା ନାହିଁ। ସବୁଠାରୁ ବଡ କଥା, ମଣିଷ ମରିବାକୁ ଚାହେଁ ବୋଲି କରି ମୃତ୍ୟୁ ଆସନ୍ତା ନାହିଁ। ଆଉ ସମସ୍ତେ ଆପଣ ଦେଖିଥିବେ, ଜଣେ ମଣିଷ ତାର ନିଜର ଆତ୍ମତୃପ୍ତି ନ ହେଲା ଆତ୍ମହତ୍ୟା କରିଦେଉଛି, ମରିବାକୁ ଇଚ୍ଛା କରୁଛି। ଆଉ ଜଣେ ଯଦି ମାନେ ଟିକେ ବୟସ୍କ ହେଇଗଲା, କିଛି ଯଦି ଅସୁବିଧା ହେଲା, ପୁଅ ଝିଅ ପ୍ରତି କିଛି ହେଲା, ସେ ସାଙ୍ଗେ ସାଙ୍ଗେ କାମନା କରିବ ମତେ ମରଣ ଆସନ୍ତା କି, ମୁଁ ମରିଗଲେ ଭାବି ଯାଆନ୍ତି। ଏ କାହିଁ? ଏ ସବୁ ଆମର ଇଚ୍ଛା ଆସେ। ଆମର ଇଚ୍ଛା ଯୋଉଟା ହୁଏ ଭିତରୁ ପଳେଇ ଆସେ। ଆଉ ଯେତେବେଳେ ଇଚ୍ଛା ଭିତରୁ ପଳେଇ ଆସେ, ମୃତ୍ୟୁ ଦେବତା ରେଡି ହେଇଯାଏ ତାକୁ ନେବା ପାଇଁ, ନହେଲେ ନୁହେଁ ତ ନାହିଁ। ସାବିତ୍ରୀ କାବ୍ୟରେ ତ ଲେଖା ହେଇଛି ମୃତ୍ୟୁ ଦେବା। ତ ଆପଣ କାହିଁକି ତାମାନେ ଯାଆନ୍ତି? ମଣିଷ ଚାହେଁ ବୋଲି ମୁଁ ଯାଏନି, ମୋର କୌଣସି ଇଚ୍ଛା ନାହିଁ। ମୃତ୍ୟୁ ଦେବତା ବି ସେ ଭଗବାନଙ୍କର ନିଜେ ଭଗବାନ ବୋଲି କହ, ତାଙ୍କର ଗୋଟେ ରୂପ ମୃତ୍ୟୁ ଦେବତା। ଆପଣ କାହିଁକି ମଣିଷ ତାମାନେ ଚାହୁଁଛି? କାହିଁକି ଚାହୁଁଛି ମୁଁ ଜାଣିନି, କିନ୍ତୁ ନ ଚାହାନ୍ତା ବୋଲେ ମତେ ଭଲ ଲାଗନ୍ତା। କାହିଁକି ଆପଣଙ୍କୁ ଭଲ ଲାଗନ୍ତା? ତାର ଅର୍ଥ ହଉଛି ଯେଉଁ ଶରୀର ଜନ୍ମ ହେଇଛି ସେ ଶରୀର ଭିତରେ ନିଜେ ସେ ଅଛନ୍ତି, ନିଜେ ସେ ଦିବ୍ୟ ପରମ ସତ୍ତା ହିଁ ଅଛନ୍ତି ସେଠି। ତାଙ୍କ ଶରୀର ସେ ଜନ୍ମ ହେଇଛନ୍ତି, ଆଉ ତାଙ୍କର ମୃତ୍ୟୁ କାମନା ମୁଁ କେମିତି କରିବି? ଦିବ୍ୟ ପରମ ସତ୍ତା ସ୍ୱୟଂ ପରମ ବ୍ରହ୍ମ ଯେତେବେଳେ ଜନ୍ମ ହେଇଛନ୍ତି, ତୁ ମରିଯା ବୋଲି ମୁଁ କହିବି? କିନ୍ତୁ ପରମ ବ୍ରହ୍ମ ଥିଲା ଶରୀର ଭିତରେ, ବାକି ଯୋଉମାନେ ଅଛନ୍ତି ଆବୁରିକିରି ଅଛନ୍ତି, ସେମାନେ ଚାହାନ୍ତି ମରିବାକୁ ବୋଲି ମୁଁ ବାଧ୍ୟ ହୁଏ। ଆଉ ସେ ସମୟରେ ସେଇ ମୋର ଦିବ୍ୟ ପରମ ସତ୍ତା ମୃତ୍ୟୁକୁ ଆବୁରି ନିଅନ୍ତି, ପୁଣି ଚାଲିଯାଆନ୍ତି। ଦୁଃଖ ସେ କରିଥିଲେ, ସେ କରୁଛନ୍ତି ବି। ଯାହାକୁ ଆମେ ଯମ କହୁଛୁ ବା ମୃତ୍ୟୁ ଦେବତା କହୁଛୁ, ସବୁବେଳେ ସେ ଦୁଃଖରେ ଅଛନ୍ତି। କାହିଁକି? ଯେଉଁ ପରମ ବ୍ରହ୍ମ ନ ମରିବା ପାଇଁ ଆସୁଛନ୍ତି, ଯାହାର ଦାୟିତ୍ୱରେ ସେ ଶରୀରଟା ଦଉଛନ୍ତି, ସେ ସତ୍ତାଟା ଦଉଛନ୍ତି, ସେ ସବୁବେଳେ ଚାହୁଁଛନ୍ତି ମରିବାକୁ। ତେଣୁ ଆଜି ପର୍ଯ୍ୟନ୍ତ ଦେଖିଛନ୍ତି, ମତେ ଶାସ୍ତ୍ରକାର ବି ଦେଖିଛି, ଋଷିମୁନି ଦେଖିଛନ୍ତି ଯେ ମୃତ୍ୟୁକୁ ତାମାନେ ଅଡେ ହଉନି, କିନ୍ତୁ ତାର ସମ୍ଭାବନା 5000 ବର୍ଷ ପୂର୍ବରେ ଦେଇଛନ୍ତି। ସେହି ଶାସ୍ତ୍ରକାର ମାନେ ଯିଏ ଦେଖି ସାରିଛନ୍ତି। ବ୍ୟାସଦେବ ଯେତେବେଳେ ଉପରୁ ନିର୍ଦ୍ଦେଶ ପାଇଲେ ମହାଭାରତ ପୁରାଣରେ, ସେହି ଚରିତ୍ରଟାକୁ ସେ ଲଗେଇଲେ, ଯୋଉଟାକୁ ଆମେ ସାବିତ୍ରୀ ସତ୍ୟବାନ ଚରିତ୍ର କହୁଛୁ। ସାବିତ୍ରୀ ସତ୍ୟବାନ ଚରିତ୍ରରେ କଣ ଅଛି? ସାବିତ୍ରୀ କୋଉ କାମ କରିଥିଲେ? ସାବିତ୍ରୀ ସତ୍ୟବାନଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ। ହେଲା କେମିତି? ଯଦି ପୃଥିବୀରେ ଆଜି ପର୍ଯ୍ୟନ୍ତ ଭଗବାନ ଜନ୍ମ ହେଇକି ମରି ପାରିଛନ୍ତି, କିନ୍ତୁ ସତ୍ୟବାନ ମରି ସାରିଲା ପରେ ମଧ୍ୟ ପୃଥିବୀକୁ ଆସିପାରିଲେ କେମିତି? କୌଣସି ଗୋଟେ ତ ରାସ୍ତା ଥିବ। 5000 ବର୍ଷ ପୂର୍ବରେ ସୂଚନା ଦେଇଯାଇଛନ୍ତି ଯେ ଭବିଷ୍ୟତ ପୃଥିବୀରେ ମଣିଷ ମରିବ ନାହିଁ। କିନ୍ତୁ କେମିତି କରି, କଣ କଲେ ସେ ମରିବ ନାହିଁ, ତାର ସୂତ୍ରଟା କଣ? ସେଇ ସୂତ୍ରଟା ହଉଛି ଅସଲ ଆତ୍ମଜ୍ଞାନ। ସେଇ ସୂତ୍ରଟା ହଉଛି ଆମେ ଜ୍ଞାନରେ ବୁଝିବା। ଆମର ବହୁତ ବହିରେ ଲେଖା ହେଇଛି, କିନ୍ତୁ ଗୁପ୍ତରେ ଅଛି, ତାକୁ ଆମେ ଅନୁଧ୍ୟାନ କରିନାହୁଁ।
ଅନୁଧ୍ୟାନ କରିବା କଥା ଆମେ ମୃତ୍ୟୁ ପାଇଁ ଆସୁନାହୁଁ। ଏ କଥାଟା ଯେତେବେଳେ ଯେତେ ଅବତାର ବି ଆସିଲେ ଅବତାର ବି ତାମାନେ କହିଲେ ରାମଚନ୍ଦ୍ରଙ୍କୁ କହଲା ଆପଣ କାହିଁକି ତାମାନେ ଜଳ ସମାଧି ନେବାକୁ ଚାହୁଁଛନ୍ତି? ହେଲା ପରିସ୍ଥିତି ଏମିତି ଅଛି, ସଂସାରର ତାମାନେ ପରିବେଶ ଏମିତି ଅଛି, ଲୋକଙ୍କର ମନୋଭାବ ଏମିତି ଅଛି ଯେ ସମସ୍ତଙ୍କର ଗୋଟେ ଇଚ୍ଛା ଯେ ମୃତ୍ୟୁ ହୁଏ ବୋଲି ମୋତେ ବାଧ୍ୟ ହେଇକି ଯିବାକୁ ପଡୁଛି। ମୋର ବି ଇଚ୍ଛା ଯେ ମାନେ ମୁଁ ମୃତ୍ୟୁ ପାଖକୁ ଯାଆନ୍ତି ନାହିଁ, କିନ୍ତୁ ମୋତେ ଶରୀର ଛାଡ଼ିବାକୁ ପଡ଼ିବ। କାହିଁକି ସେ ପୃଥିବୀ ସେଇ ତତ୍ତ୍ୱରେ ହେଇନି ବର୍ତ୍ତମାନ ପର୍ଯ୍ୟନ୍ତ। ତାହାକୁ ପରବର୍ତ୍ତୀ ଷ୍ଟେଜରେ ଯେତେବେଳେ ଶ୍ରୀକୃଷ୍ଣ ଆଇଛନ୍ତି ସେ ସମୟରେ ବ୍ୟାସଦେବ ହେଇଛନ୍ତି, ସେ ସମୟରେ ସେ କିଛି ଗୋଟେ ତତ୍ତ୍ୱ ଛାଡ଼ି ଯାଇଛନ୍ତି ଶ୍ରୀକୃଷ୍ଣ ତାଙ୍କର ସୃଷ୍ଟି ଯେ ଭବିଷ୍ୟତରେ ମଣିଷ ଅମରତ୍ୱ ଆଡ଼କୁ ଯିବ। ତେଣୁ ମାନେ ସାବିତ୍ରୀ ସତ୍ୟବାନଙ୍କର ଏଇଟା କରାଯାଇଛି। ୟାକୁ ଅମରତ୍ୱ ଆଣିବା ପାଇଁ କେହି ବି ବିଶ୍ୱାସ କରୁନଥିଲେ। ବେଦରେ ଲେଖା ହେଇଛି, ବେଦର କୌଣସି ଗୋଟେ ଜାଗାରେ ଲେଖା ହେଇଛି ଯେ ଇଏ ଯୋଉ ପୃଥିବୀ ଅଛି ଏ ପୃଥିବୀ ଗୋଟେ ଚେତନା ଭିତରେ ଅଛି। କୋଉ ଚେତନା ଅଛି? ସେଟା ହେଲା ଅଧିମାନସ ଚେତନା। ଅଧିମାନସ ଚେତନା କଣ? ନାଇଁ, ଆମର ଯୋଉ ଚେତନା ସାତଟା ସ୍ତରରେ ଅଛି, ଜଡ଼ ମଧ୍ୟ ଗୋଟେ ଚେତନା, ପ୍ରାଣ ମଧ୍ୟ ଗୋଟେ ଚେତନା, ମନ ମଧ୍ୟ ଗୋଟେ ଚେତନା, ଏବଂ ମନ ଉପରେ ଅତିମନ ଅଛି। ଅତିମାନ ବୋଲେ ଅତିମାନସ, ଏଇ ଯୋଉ ମନ ବା ମାନସ ଏ ତାର ଉପରେ ଅତିମାନସ, ତାର ମଝିରେ ଆଉ ଗୋଟେ ଚେତନା ଅଛି, ତାକୁ କହନ୍ତି ଅଧିମାନସ ଚେତନା। ଅଧିମାନସ ଚେତନାର ଭିତରେ ହିଁ ତାମାନେ ଆମର ଯୋଉ ସ୍ୱର୍ଗ ପରିକଳ୍ପନା ହୁଏ, ଆମ ସ୍ୱର୍ଗଙ୍କର ଯେତେ ପରିକଳ୍ପନା ହୁଏ ଏଇଟା ଅଧିମାନସ ଚେତନା ଭିତରେ। ଏବଂ ଅଧିମାନସ ଚେତନାର ଦେବାଦେବୀ ଅଛନ୍ତି 33 କୋଟି ଦେବାଦେବୀ, 33 କୋଟି ଦେବାଦେବୀ ଏବଂ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଠାରୁ ସମସ୍ତେ ଅଛନ୍ତି। ସେମାନେ ୟାକୁ କଣ୍ଟ୍ରୋଲ କରନ୍ତି, ୟାକୁ କଣ୍ଟ୍ରୋଲ ସେମାନେ କରନ୍ତି। ଏବଂ ସେମାନେ ଦେଖିଲେ ଯେ ମଣିଷ ସେ ପର୍ଯ୍ୟନ୍ତ ଯେହେତୁ ଯାଇନାହିଁ, ଋଷି ତପସ୍ୟା କଲେ, ତପସ୍ୟା କରିକି ଯେତେବେଳେ ପୁରା ଉପରକୁ ଉଠିଗଲେ ତାପରେ ଉପରେ ଆଉ କିଛି ଜଣାପଡ଼ିଲା ନାହିଁ, ଯାଇପାରିଲେ ନାହିଁ, ବାଧ୍ୟ ହେଇକି ସେଠି ତାମାନେ ନିର୍ବାଣ ପ୍ରାପ୍ତ ହେଇଗଲେ, ମୋକ୍ଷ ହେଇଗଲେ ଏବଂ ସେ ସ୍ୱର୍ଗରେ ଆନନ୍ଦ ରହିବାକୁ ଇଚ୍ଛା କଲେ। ୟା ପରେ ନାହିଁ ବୋଲି ସମସ୍ତଙ୍କର ବିଶ୍ୱାସ। କିନ୍ତୁ ୟା ପରେ ଗୋଟେ ଜଗତ ଅଛି, ଭବିଷ୍ୟତରେ ଯଦି ସେଇ ଜଗତଟା କେବେ ଯଦି ପୃଥିବୀ ଉପରେ ତାର ବିସ୍ତାର କରିବ ତାହେଲେ ନିଶ୍ଚିତ ରୂପେ ତାମାନେ ସେହି ଚେତନା ହିଁ ଯୋଉଟା ଅତିମାନସ ଚେତନା କହୁଛନ୍ତି, ଅତିମାନସ ଚେତନା। ଅତିମାନସ ଚେତନା ଆଣିବାକୁ ସ୍ୱୟଂ ପରମ ପ୍ରଭୁ ଆସିବାକୁ ପଡ଼ିଲା ପୃଥିବୀକୁ। ନିଜେ ଦିବ୍ୟଜନନୀ ଆସିଲେ, ଜନ୍ମ ହେଲେ ଏଠି। ଆମେ ଯାହାଙ୍କୁ ମାନେ ମହାଋଷି ଶ୍ରୀ ଅରବିନ୍ଦ କହୁଛୁ, ସେ ଜନ୍ମ ହେଇଛନ୍ତି ସେଥିପାଇଁ। ସେ ମୂଳରୁ ଜାଣିପାରିଲେ କାହିଁକି ଆସିଛି। ଆଉ ଦିବ୍ୟଜନନୀ ମଧ୍ୟ ଅଲଗା ଜାଗାରେ ଜନ୍ମ ହେଇ 3 ବର୍ଷ ଭିତରେ ହିଁ ଜାଣିପାରିଲେ ଯେ ପରମ ପ୍ରଭୁ କୋଉଠି ଅଛନ୍ତି, ଖୋଜି ଖୋଜି ଆସିଲେ। ତାପରେ ସେ କହିଲେ ଯେ ଆମେ ଏଣୁ ଏଣିକି କିଛି କରିବା ନାହିଁ। ସେ କହିଲେ ଅତିମାନସ ଚେତନାକୁ କେମିତି ଅଣାଯିବ। ଶ୍ରୀ ଅରବିନ୍ଦ ତପସ୍ୟା କରିଛନ୍ତି ସେ ଜାଗାରେ। କିନ୍ତୁ ଅତିମାନସକୁ ଯେତେବେଳେ ଆଣିବାକୁ ଗଲେ, ଯେ ଅତିମାନସ ସ୍ତର ଏବଂ ଅତିମାନସ ସ୍ତରରେ ମଝିରେ ଗୋଟେ ଷ୍ଟେପ୍ ଅଛି, ସେ ଷ୍ଟେପ୍କୁ ନ ଗଲା ପର୍ଯ୍ୟନ୍ତ ଯାଇପାରେ। ସେ ଷ୍ଟେପ୍ରେ କିଏ ଅଛି? ନିଜେ ବାସୁଦେବ ଅଛନ୍ତି, ଶ୍ରୀକୃଷ୍ଣ ଅଛନ୍ତି। ଲୋକେ କହନ୍ତି ଯେ ଅଧିମାନସ ଚେତନା ଭିତରେ ଯେଉଁ ଦେବାଦେବୀ ବ୍ରହ୍ମା ବିଷ୍ଣୁ ଅଛନ୍ତି ତାଙ୍କ ଅଂଶରୁ ଶ୍ରୀକୃଷ୍ଣ ଜନ୍ମ, ମୋଟେ ନୁହଁ। ଶ୍ରୀକୃଷ୍ଣ ଅଛନ୍ତି ଅଧିମାନସ ଚେତନାର ମୁଖ୍ୟ ଦେବତା ହେଇକି କଣ୍ଟ୍ରୋଲ କରି ଅଛନ୍ତି। ଆଉ ଶ୍ରୀ ଅରବିନ୍ଦ ଯେତେବେଳେ ତପସ୍ୟା କଲେ, ଯେତେବେଳେ ବାସୁଦେବ ଚେତନା ସ୍ୱୟଂ ଶ୍ରୀକୃଷ୍ଣଙ୍କ ତା ଚେତନା ତା ଭିତରକୁ ଆସିଲା ପରେ ଯେ ଅତିମାନସ ପାଇଁ ସେ ପୃଥିବୀକୁ ଆଣିବା ପାଇଁ ସେ ତପସ୍ୟା କରିପାରିଲେ। ଏବଂ ବର୍ତ୍ତମାନ ଅତିମାନସ ପଳେଇ ଆସିଛି ପୃଥିବୀକୁ। 1950 ମସିହାରେ ଆସିଛି, ରହିଯାଇଛି ତାଙ୍କ ଶରୀର ଭିତରେ, ସିଧା ପୃଥିବୀ ସମ୍ଭାଳି ପାରିଲାନି, ତାଙ୍କ ଶରୀରଟା ତ୍ୟାଗ କରିଛନ୍ତି। ସେ ଯାହା ଆମେ ପଢୁଛୁ ତାକୁ ନେଇକି ଆମେ ବର୍ତ୍ତମାନ ବଞ୍ଚୁଛୁ। ଏବଂ ତାକୁ କାର୍ଯ୍ୟକାରୀ କରିବା ପାଇଁ ପୃଥିବୀରେ 6 ବର୍ଷ ଲାଗିଲା ମାନଙ୍କୁ। ତାପରେ 1956 ମସିହାରୁ ସେହି ଅତିମାନସ ହିଁ ବର୍ତ୍ତମାନ ଏ ମଣିଷକୁ ଧୀରେ ଧୀରେ ରୂପାନ୍ତରିତ କରି ଅମରତ୍ୱ ଆଡ଼କୁ ନେବାର ଏକମାତ୍ର କ୍ଷମତା ତାର ଅଛି, ଯୋଉଟାକି ଆଗେ ଋଷିମୁନି ମାନେ ଜାଣିପାରି ନଥିଲେ। ଏ ଅତିମାନସ କେମିତି ଆସିଲା, କେମିତି ଶ୍ରୀକୃଷ୍ଣଙ୍କ ଚେତନା ଅଛି, ୟା ପ୍ରତି ଅନେକ କଥା ଅଛି। କାହିଁକି ଶ୍ରୀକୃଷ୍ଣଙ୍କ ଚେତନା ଅଲଗା ଆଉ ବିଷ୍ଣୁଙ୍କର ମାନେ ଅଧିମାନସ ଜଗତ ଅଲଗା, ଏଇଟା ଆମର ପୁରାଣରେ ଗୋଟାରେ ଅଛି। ପଦ୍ମ ପୁରାଣରେ ଲେଖା ହେଇଛି, ବଡ଼ ସୁନ୍ଦର ଷ୍ଟୋରି। ଆପଣ ଜାଣନ୍ତୁ ଯେ ଶ୍ରୀକୃଷ୍ଣ ଆଉ ବିଷ୍ଣୁ ତାମାନେ ଗୋଟେ ଅଂଶର ନୁହଁ। ବିଷ୍ଣୁଙ୍କ ଠାରୁ ଶ୍ରୀକୃଷ୍ଣ ଅଲଗା ଚେତନାରେ ଅଛନ୍ତି। ପଦ୍ମ ପୁରାଣରେ ଲେଖା ହେଇଛି। ଦିନେ ତାର କାହାଣୀ ମୁଁ ଆପଣମାନଙ୍କୁ ସର୍ଟକଟ୍ରେ କହିଦେଉଛି, ଆପଣ ଯାହା ବୁଝିବେ। ଲେଖା ହେଇଛି ପଦ୍ମ ପୁରାଣ, ମୁଁ କହୁନି। ପଦ୍ମ ପୁରାଣଟା ହେଉଛି ଅଷ୍ଟାଦଶ ପୁରାଣ, ବ୍ୟାସଦେବ ଲେଖଲା ଗୋଟେ ପୁରାଣ।
ସେଠି ଲେଖା ହେଇଛି ଦିନେ ବିଷ୍ଣୁ ଶ୍ରୀକୃଷ୍ଣଙ୍କର ରାସ ଲୀଳା ଦେଖିବାକୁ ଇଚ୍ଛା କଲେ। ବହୁତ ଚେଷ୍ଟା କଲେ ଦେଖିପାରିଲେ, ଏମିତି ରାସ ଲୀଳା ଦେଖିବାକୁ ଯାଆନ୍ତି ସେଟା ଉହ ହେଇଯାଏ, କୋଉଠି ପଳେଇଯାଏ। ସେ କ'ଣ କରିବେ ବହୁତ ଚିନ୍ତା କଲେ, ଦେଖିଲେ ରାସଲୀଳା ଯୋଉଠି ହଉଛି ସେଠିର ଦ୍ୱାରପାଳ ଗୋଟେ ମହିଳାଟେ ଅଛି, ଜଣେ ମାନେ ନାରୀ ଅଛନ୍ତି, ଜଣେ ଯାହାକୁ କହନ୍ତି ସେଇ ଗୋପୀ, ଜଣେ ଗୋପୀ ଅଛନ୍ତି। ତାଙ୍କୁ ସେ ପଚାରିଲେ ମୋତେ ରାସଲୀଳା ଦେଖିବାକୁ ଇଚ୍ଛା କରୁଛି। ସେ ବୋଲେ ନାଇଁ ପ୍ରଭୁ ଆପଣଙ୍କ ପରମିଶନ ନାହିଁ ସେଠି, ଶ୍ରୀକୃଷ୍ଣ ମନା କରିଛନ୍ତି। ନାଇଁ କାହିଁକି ସେଠି ନାହିଁ, ସେଠି ଅଲଗା ପ୍ରକାର, ସେଠି ନାରୀମାନଙ୍କର ଜାଗା ସେଟା। ନାଇଁ ମୁଁ ନାରୀ ବେଶ ହେଇଯିବି, ସବୁ ହେବି, ତମେ ଯୋଉଟା କହିବ ସେମିତି ନାଇଁ, ତାର ମାନେ ଅଲଗା ଶୈଳୀ ଅଛି, ନାଇଁ ସେ ଶୈଳୀ ମଧ୍ୟ ମୁଁ ଶିଖିବି, ମୋତେ ଛାଡ଼ିବେ। ବହୁତ କଷ୍ଟରେ ସେ ଗୋପୀ, ଜଣେ ବିଷ୍ଣୁ କହୁଛନ୍ତି, ସ୍ୱୟଂ ଏତେ ବଡ଼ ମାନେ ସୃଷ୍ଟିକର୍ତ୍ତାର ଯେ ପରିପାଳକ ସେ କହୁଛନ୍ତି, ସେ କେତେ ମନା କରିବ। ସେ ବାଧ୍ୟ ହେଲା, ଏଇଟା ପୁରାଣ ଲେଖା ହେଇଛି, କହୁନି ସେ ବାଧ୍ୟ ହେଲା, ଠିକ ଅଛି ପ୍ରଭୁ ଆସନ୍ତି। ସେ ଯେମିତି ଗୋଟେ ପାଦ ମାରିଛନ୍ତି ଦ୍ୱାରବନ୍ଧରେ, ସାଙ୍ଗେ ସାଙ୍ଗେ ସେ ଯୋଉ ରାସଲୀଳା ଯୋଉ ଜାଗାଟା ମାନେ ଉଡ଼ିଗଲା, ଶୂନ୍ୟ ହେଇଗଲା ଏବଂ ଶ୍ରୀକୃଷ୍ଣ ଆସିକି ସେଠି ଉପସ୍ଥିତ ହେଇଗଲେ। କୃଷ୍ଣ ଆସିଲେ, ବିଷ୍ଣୁ କ'ଣ କଲ ତମେ, ଏଇଟା ତମେ କାହିଁକି ଇଚ୍ଛା କରୁଛ? ନାଇଁ ମୋର ଆପଣଙ୍କ ରାସଲୀଳା ଦେଖିବାକୁ ମୁଁ ଇଚ୍ଛା କରୁନି, ଆପଣଙ୍କ ପରମିଶନ ନାହିଁ, ଆପଣ ସେଇ ଚେତନା ପର୍ଯ୍ୟନ୍ତ ଆସିନାହାନ୍ତି, ଆପଣ ଅଧିମାଂଶ ଚେତନା ଭିତରେ ଅଛନ୍ତି, ଏଇଟା ହେଲା ଉପର ଚେତନାର ଗୋଟେ କାର୍ଯ୍ୟ, ଆପଣଙ୍କର ଏଠି ପରମିଶନ ନାହିଁ। ମୁଁ ବି ତ ଭଗବାନ, ନିଶ୍ଚିତ ରୂପେ ଆପଣ ଭଗବାନ, କିନ୍ତୁ ମୋ ଚେତନାକୁ ଆପଣ ଆସିପାରିବେ ନାହିଁ। କିଏ ସେ ଯିବ? ଏକମାତ୍ର ମଣିଷ, ଲେଖା ହେଇଛି ଏକମାତ୍ର ମଣିଷ ହିଁ ମୋ ରାସଲୀଳା ଦେଖିବାର ଅଧିକାର ଅଛି ଏବଂ ମୋ ଠାରୁ ମଧ୍ୟ ଆହୁରି ଚେତନା ଯିବାର ଏକମାତ୍ର ଅଧିକାର ମଣିଷର ଅଛି, ଆପଣଙ୍କ ନାହିଁ। ସେ ଆଶ୍ଚର୍ଯ୍ୟ କଥା, ଇଏ ମଣିଷକୁ ତାମାନେ ଜ୍ଞାନୀ କରିବା ପାଇଁ, ମଣିଷକୁ ପରିଚାଳନା କରିବା ପାଇଁ ଆମକୁ ବ୍ୟବସ୍ଥା କରାଯାଇଛି, ଅଥଚ ମଣିଷ ଆମଠାରୁ ଅଧିକ। ବୋଲେ ନିଶ୍ଚିତ ରୂପେ ମୋ ଠାରୁ ବି ଅଧିକ। ଆପଣ ଜାଣିଛନ୍ତି ମଣିଷ କିଏ? ତାପରେ ସେ କହିଲେ, ଆପଣ ଜାଣିଛନ୍ତି ଯେ ମଣିଷ କିଏ? ମଣିଷ ସ୍ୱୟଂ ପରମ ପ୍ରଭୁଙ୍କର ସତ୍ତା। ସେ ଧୀରେ ଧୀରେ ମାନେ ଅଜ୍ଞାନରୁ ଜ୍ଞାନ ଆଡ଼କୁ ବିକାଶ କରି ସେ ପର୍ଯ୍ୟନ୍ତ ଯିବା ପାଇଁ ଇଚ୍ଛା କରୁଛନ୍ତି। ଆଉ ସେଥିପାଇଁ ସେ ମଣିଷ ବର୍ତ୍ତମାନ ପର୍ଯ୍ୟନ୍ତ ସଚେତନ ହେଇନେଇ ବୋଲିକିରି ଆପଣ ଜନ୍ମ ମୃତ୍ୟୁ ଭିତରେ ସେ ଆବଦ୍ଧ ହେଇକି ରହିଯାଇଛି। ଯୋଉଦିନ ମଣିଷ ଜାଣିବ ଆପଣ ମୋ ଠାରୁ ମଧ୍ୟ ଆଗକୁ ପଳେଇଯିବ, ଆହୁରି ଅଲଗା ଯୋଉ ଚେତନା ଅଛି ସେ ପର୍ଯ୍ୟନ୍ତ ପଳେଇଯିବ। ଏକମାତ୍ର ମଣିଷ, କାହିଁକି? ସ୍ୱୟଂ ସେ ଦୀପ ପରମ ସତ୍ତା। କିନ୍ତୁ ଏ କଥାଟା ସେଦିନ କହିଥିଲେ, କିନ୍ତୁ ଆପଣ ଯେହେତୁ ଭୁଲ କଲେ ଆପଣ ଅଭିଶପ୍ତ ହେବେ, ଆଉ ଇଏ ବି ଅଭିଶପ୍ତ ହବ, ଏ ଗୋପୀ। ଆଉ ସେ ଅଭିଶାପ ଦେଇଥିଲେ, ବିଷ୍ଣୁ ଜଳନ୍ଧର ରୂପରେ ଜନ୍ମ ନେଇଥିଲେ ଏବଂ ସେ ବୃନ୍ଦାବତୀ ରୂପରେ ନେଇଥିଲେ। ଏଇଟା ଷ୍ଟୋରି ଅଛି। ଜଳନ୍ଧର ରୂପରେ ଆପଣ ଆସିପାରନ୍ତି, ଯେତେବେଳେ ଆପଣ ମଣିଷ ପାଇବେ ଶରୀର, ଆପଣ ଚେଷ୍ଟା କରିବେ, କିନ୍ତୁ ଜଳନ୍ଧର ରୂପରେ ଆସିଲା ପରେ ସେ ଭୁଲିଗଲା ସେଟା। ମଣିଷ ଯେହେତୁ ମଣିଷ ହିସାବରେ ଜନ୍ମ ହେଲା, ମାୟା ତାକୁ ଢାଙ୍କି ଦେଲା, ସେ ଆଉ ଜାଣିପାରିଲା ନାହିଁ। ପୁଣି ତାର ମୃତ୍ୟୁ ହେଲା ପରେ ପୁଣି ସେ ବିଷ୍ଣୁ ଅବତାର ଗଲା। ଏଇଟା ପୁରାଣରେ ଲେଖା ହେଇଛି। ଏଇଟା এই কথাটাକୁ যেমন ଆମେ ଆଜି ବିଶ୍ୱାସ କରୁଛେ এই ସଂସାରରେ, ବହୁତ ଲୋକ ବିଶ୍ୱାସ କଲେଣି, ସେମାନେ ହିଁ ସାଧନା ବର୍ତ୍ତମାନ ଆମେ କରୁଛେ ଏବଂ ଏ ଶରୀର ତତ୍ତ୍ୱ ଉପରେ ଆମେ ଏତେ କହିପାରୁଛେ, ଆମେ ଅନୁଭବ କରିପାରୁଛେ, ମନ କ'ଣ ହେବାର ଅଛି, ପ୍ରାଣ କ'ଣ ହେବାର ଅଛି, ଶରୀର କ'ଣ ହେବାର ଅଛି, ଏଇ ଦିବ୍ୟ ଶରୀରଟା କେମିତି ଦିବ୍ୟ ହେବ, ତାର ରାସ୍ତା ସେଠି ଅଛି। ସେମାନେ ଆଜି ଅତିମାନସ ଯେଉଁମାନେ ସାଧନା କରୁଛନ୍ତି, ସେମାନେ ହିଁ ଅମରତ୍ୱ ଆଣିବାକୁ ତାମାନେ ଇଚ୍ଛା କରୁଛନ୍ତି, ଆଉ ନିଶ୍ଚିତ ରୂପରେ ତାମାନେ ପୃଥିବୀରେ ଆସିବ ଏବଂ ତାର ମାନେ ତାର ସବୁ ବ୍ୟବସ୍ଥା ଗୁଡ଼ାକ ବର୍ତ୍ତମାନ ହେଇଛି ଇଆଡ଼କୁ ଆସିବା ପାଇଁ। କାହିଁକି? ଆମ ରାଜନୀତି ସ୍ତରରେ ବର୍ତ୍ତମାନ ଦେଖନ୍ତୁ, ପୃଥିବୀର ଗୁରୁ ଭାରତ ହେବ କେମିତି? ଯେଉଁମାନେ ପୃଥିବୀ ଭାରତ ମାନେ ପୃଥିବୀର ଗୁରୁ ହେବାକୁ କହୁଛନ୍ତି, ସେମାନଙ୍କ ଭିତରେ ବି ସେଇ ଜିନିଷଟା ଅଛି। ସେ ଯେଉଁ ଲୋକମାନେ ଆଜି ଶୀର୍ଷ ସ୍ଥାନରେ ଆମ ରାଜନୀତି କ୍ଷେତ୍ରରେ ଅଛନ୍ତି, ସେମାନେ ବି ଜାଣିଛନ୍ତି ଶ୍ରୀ ଅରବିନ୍ଦ କ'ଣ କହିଥିଲେ, କ'ଣ ହେବାକୁ ଯାଉଛି। ଆଉ ସେ ଭାରତ ତାର ମୂଳ ଭୂମିକା, ଯେହେତୁ ଭାରତ ହେଉଛି ଦେବଭୂମି, ଭାରତ ହେଉଛି ପରମ ପ୍ରଭୁଙ୍କର ଜନ୍ମସ୍ଥଳ, ଏଠୁ ହିଁ ଆରମ୍ଭ ହେବ। ସବୁ ସ୍ତରରେ, ଖାଲି ଆଧ୍ୟାତ୍ମିକ ସ୍ତରରେ ନୁହଁ, କୃଷି ଉପରେ ବି ସେଟା ଚାଲିଛି। ଆମେ ତ ଆଲୋଚନା କରିଥିଲେ, ଏବେ ମଧ୍ୟ ଏଗ୍ରିକଲଚର ସିଷ୍ଟମଟା ବହୁତ ଅଲଗା ହେଇଗଲାଣି। ଜୈବ ମାନେ ପୁରା ଶୁଦ୍ଧ ଖାଦ୍ୟ ଖାଇବା ପାଇଁ, ଶରୀରକୁ ତତ୍ତ୍ୱ ନେବା ପାଇଁ, ଶରୀର ପାଇଁ ବର୍ତ୍ତମାନ ସମସ୍ତେ ଚର୍ଚ୍ଚା କରୁଛନ୍ତି। ଶିକ୍ଷା ମଧ୍ୟ ଅଲଗା ପ୍ରକାର ହେଇଗଲାଣି ବର୍ତ୍ତମାନ ଶିକ୍ଷାଟା, ଏବଂ ବର୍ତ୍ତମାନ ନୂତନ ଶିକ୍ଷା ବି ସେ ଆଡ଼କୁ ଯିବ, ଧୀରେ ଧୀରେ ଯିବ, ଦେଖିବେ ଆପଣମାନେ। ବ୍ୟବସାୟ ମଧ୍ୟ ସେ ଆଡ଼କୁ ବର୍ତ୍ତମାନ କଲାଣି, ସ୍ୱଚ୍ଛ ବ୍ୟବସାୟ ହେବାକୁ ଆରମ୍ଭ କଲାଣି, ସମୟ ଲାଗିବ। ଏବଂ ରାଜନୀତି କ୍ଷେତ୍ରରେ ମଧ୍ୟ ଆରମ୍ଭ ହେଇଗଲାଣି। ଏକା ସାଙ୍ଗେ ସବୁ ବିକାଶ କରୁଛି, ଆଉ ନିଶ୍ଚିତ ରୂପରେ ଏଇଟା ହେବ। ଇଏ ମୃତ୍ୟୁ ଆସିବ ନାହିଁ, କିନ୍ତୁ ସେତେବେଳେ ପର୍ଯ୍ୟନ୍ତ ମୃତ୍ୟୁ ଆସିବ ଯେତେବେଳେ ମଣିଷ ଏଇଟାକୁ ସ୍ୱୀକାର କରିବ ନାହିଁ।
ବର୍ତ୍ତମାନ ମଣିଷ ଯେଉଁମାନେ ସ୍ୱୀକାର କରୁଛନ୍ତି ସେମାନଙ୍କର ବି ଆସିବ, କିନ୍ତୁ ପରଜନ୍ମ ସେଠୁ ଆରମ୍ଭ ହେବ ତାଙ୍କର, ପୁଣି ସେମାନେ ଷ୍ଟାର୍ଟ କରିବେ। ଜନ୍ମ ପରେ ଜନ୍ମ ସେମାନେ ନିଶ୍ଚିତ ରୂପରେ ତାମାନେ ସେ ଇଚ୍ଛାଟା ପୂର୍ଣ୍ଣ ହେବ। ଏଇଟା ହିଁ ବର୍ତ୍ତମାନ ପୃଥିବୀର ବ୍ୟବସ୍ଥା ହେଇଛି। ଏଟାକୁ କେତେ ଆପଣମାନେ ବିଶ୍ୱାସ କରିବେ ମୁଁ କହିପାରିବିନି। ଯେଉଁମାନେ ଆମେ ବିଶ୍ୱାସ କରୁଛୁ ଏ ଧାରାରେ ଅଛୁ, ଆମେ ସେଇଟା ହିଁ ସେଇ ମାନେ ସେ ଅନୁଭବରେ ବର୍ତ୍ତମାନ ବଞ୍ଚୁଛୁ, ସେ ଉପଲବ୍ଧି ନେଇକି ବଞ୍ଚୁଛୁ। ଆମର ମନେକର ଟିକେ ଟିକେ ଉପଲବ୍ଧି ହେଲାଟା ଆପଣମାନଙ୍କ ପାଖରେ ଆମେ ବାଣ୍ଟୁଛୁ। ଆପଣ କେତେ ଗ୍ରହଣ କରିବେ ନ କରିବେ, ଅସ୍ୱୀକାର କରିବେ ସ୍ୱୀକାର କରିବେ, ସେଟା ଆପଣମାନଙ୍କ ଉପରେ ନିର୍ଭର କଲା। ଏଥିପାଇଁ କୌଣସି ଜୋର ଜବରଦସ୍ତି ନାହିଁ। ପୃଥିବୀ ବର୍ତ୍ତମାନ ଦୁଇ ଭାଗ ହେଇ ଚାଲିଛି, ଗୋଟେ ଉପର ସ୍ତରକୁ ଯାଉଛି, ଗୋଟେ ତଳ ସ୍ତରକୁ ଯିବା ଆରମ୍ଭ କରିଛି। ଆପଣ ବ୍ୟକ୍ତି ସ୍ୱାଧୀନ, ଆପଣ ଇଚ୍ଛା କଲେ ଏଇଟା ଜାଣିବାକୁ ଇଚ୍ଛା କଲେ ଆପଣ ଶିଖିପାରନ୍ତି, ଇଚ୍ଛା କରିପାରନ୍ତି, ବଞ୍ଚିପାରନ୍ତି। ଯଦି ଇଚ୍ଛା ନ କରିବେ ଆପଣ କିଛି ଦରକାର ନାହିଁ, ଏମିତି ସାଧାରଣ ବଞ୍ଚନ୍ତୁ, ଏମିତି ଜନ୍ମ ମୃତ୍ୟୁରେ ଯାଆନ୍ତୁ, କେହି ଆପଣଙ୍କୁ ଆପତ୍ତି କରିବେ କାହିଁକି? କାହିଁକି ଦିବ୍ୟ ପରମସତ୍ତାଙ୍କର ଏମିତି ଗୋଟେ ଇଚ୍ଛା ଯେ ଯୋଉ ପ୍ରକାର ଯିଏ ଯେମିତି ବଞ୍ଚିବାକୁ ଚାହେଁ ତାକୁ ସେମିତି ବଞ୍ଚିବାକୁ ଦିଅନ୍ତି। ଯେ ମଦ ପିଇବାକୁ ଚାହେଁ ତାକୁ ମଦ ପିଇବାର ବ୍ୟବସ୍ଥା କରନ୍ତି, ଯେ ନଷ୍ଟ ହେବାକୁ ଚାହେଁ ତାକୁ ସେ ନଷ୍ଟ ହେବାକୁ ଚାହାନ୍ତି, ଆଉ ଯିଏ ଭଲ ହେବା ପାଇଁ ଚାହେଁ ତାକୁ ଭଲ ହେବାକୁ ଚାହାନ୍ତି। ପ୍ରଶ୍ନ ହେଇଥିଲା ପରେ ଶ୍ରୀକୃଷ୍ଣଙ୍କୁ ଯେ ତମେ ମାନେ ଏତେ ବଡ଼ ସରସଜ୍ଜାରେ ଏତେ ଦୁଃଖ କାହିଁକି ଦେଲ ଭୀଷ୍ମଙ୍କୁ ବୋଲିକିରି। ସେ କହିଲେ କିଏ ସରସଜ୍ଜା ନେଉଥିଲା, କଷ୍ଟ କିଏ ପାଉଥିଲା? କଷ୍ଟ ମୁଁ ପାଉଥିଲି। କଷ୍ଟ ଦେଲା କିଏ? ଯିଏ ଦେଲା ସେ ବି ମୁଁ। କର୍ଣ୍ଣ ମଲା, କର୍ଣ୍ଣ ଭିତରେ ଯେତେବେଳେ ସ୍ୱରବିଦ୍ଧ ହେଲା, କଷ୍ଟ ହେଲା, କିଏ ମଲା? ମୁଁ ମଲି। ମତେ ମୋ ଶରୀର ଭିତରେ ଆସିଲା। ମାରିଲା କିଏ? ଅର୍ଜୁନ। ସେ ଭିତରେ ମଧ୍ୟ ମୁଁ ଥିଲି। ମୁଁ ମଧ୍ୟ ମାରୁଛି, ମୁଁ ମଧ୍ୟ ନିଜେ କଷ୍ଟ ଭୋଗୁଛି। କ୍ୟାନ୍ସର ପେସେଣ୍ଟ ରଡ଼ୁଛି, ସେ ଯୋଉ ରଡ଼ୁଛି, ଯୋଉ ମାନେ କଷ୍ଟ ଭୋଗ କରୁଛି, ସେ ରଡ଼ି ଛାଡ଼ୁଛି, ସେ କଷ୍ଟ ଭିତରେ କିଏ ଅଛି? ମୁଁ ଅଛି। କାହିଁକି? ସେ ବ୍ୟକ୍ତି ଚାହୁଁଥିଲା ସେ କଷ୍ଟ ଭୋଗିବା ପାଇଁ। ସେ କଷ୍ଟ କେମିତି ଲାଗେ? ମତେ ବି ମଜା ଲାଗୁଛି। ଆଶ୍ଚର୍ଯ୍ୟ କଥା ତାଙ୍କର ଲୀଳା, ଆଶ୍ଚର୍ଯ୍ୟ ତାଙ୍କର ଲୀଳା। ଯିଏ ଯେମିତି ହେବାକୁ ଚାହେଁ ତାକୁ ସେମିତି ଦିଅନ୍ତି। ସେଥିପାଇଁ ଲୋକ ମାନେ ଯିଏ ଯାହା କାମନା କରେ ଭବିଷ୍ୟତରେ ଭଗବାନ ଦିଅନ୍ତି ବୋଲି କହନ୍ତି ପରା। ଯାହାର ପୁଅ ନଥିବ ସେ ପୁଅ ପାଇଁ ଯେତେବେଳେ ପ୍ରାର୍ଥନା କରି ପୁଅଟେ ଦିଅନ୍ତି, କିନ୍ତୁ ପୁଅ ଦେଲା ପରେ ଯୋଉ କଷ୍ଟ ଦିଅନ୍ତି ସେଟା ସେ ଭୋଗେ। ତାର ତ ଆବଶ୍ୟକତା ନଥିଲା, ସେ କାହିଁକି ମାଗୁଥିଲା? ତେଣୁ ବର୍ତ୍ତମାନ ଯୁଗ ମାଗିବା ଯୁଗ ଆଉ ଗଲାଣି। ଯାହା ଅଛି ସେଟା ସ୍ୱୀକାର କରିବା ଯୁଗ। ମତେ ଯାହା ଦିଆହେଇଛି ମୁଁ ସେଥିରେ ଆନନ୍ଦ, ମତେ ଯେମିତି ରଖାହେଇଛି ମୁଁ ସେଥିରେ ଆନନ୍ଦ। ତାର ଇଚ୍ଛା ବୋଲି ବଞ୍ଚିବି, ତାହେଲେ ଯେ ମଣିଷ ବଞ୍ଚିବ, ନହେଲେ ହେଇ ଜନ୍ମ ମୃତ୍ୟୁରେ ଧୀରେ ଧୀରେ ନଷ୍ଟ ହେଇଯିବ। ଆଉ ଗୋଟେ ଦଳ ଯିବେ ସେ ଅମରତ୍ୱ ଆଡ଼କୁ ଯିବେ, ଏଇଟା ନିଶ୍ଚିତ। ତାମାନେ ଆପଣମାନେ କେତେ ବିଶ୍ୱାସ କରିବେ, ଗ୍ରହଣ କରିବେ, ଆପଣଙ୍କ ଉପରେ ନିର୍ଭର କଲା। ଆଜି କହୁଛି ନମସ୍କାର।